তদন্ত আমার দাবি, আমার দাবি, আমার দাবি, হত্যাকারীকে কঠোর দণ্ড আমার দাবি, আমার দাবি, আমার দাবি, বিপ্লবকারীকে কঠোর দণ্ড আমার দাবি, আমার দাবি, আমার দাবি, আরে হত্যাকারীকে কঠোর দণ্ড আমার দাবি, আমার দাবি, আমার দাবি, আমার দাবি জাতীয় দাবি সরকার মানি নিও, মানি নিও, মানি নিও। ଥରେ ନୁହେଁ କି ଦୁଇଥର ନୁହେଁ, ଲଗାତାର ପାଞ୍ଚ ଥରର ସରକାର ନବୀନ ପଟ୍ଟନାୟକ ହାତରେ। କିନ୍ତୁ ରାୟଗଡ଼ା ଜିଲ୍ଲାର ଲକ୍ଷ୍ମୀ ମାଝୀ ଅଧାପୋଡ଼ା ମୃତ ଶରୀରର ହତ୍ୟା କହୁଛି ନାରୀ ଆଜି ବି ସୁରକ୍ଷିତ ହୋଇପାରିନି। କଥାରେ ନାହିଁ ଖଜୁରୀ ଗଛର କି ଗୁଣ ଗାଇବି, ମୂଳରୁ ପାହାଚ ପାହାଚ। ମୋ ସରକାର, ମୋ କଲେଜ, ମିଶନ ଶକ୍ତି ଭଳି ଅନେକ ଯୋଜନା ନବୀନ ସରକାର ସମୟରେ ହାଇଲାଇଟ୍ ହେଉଥିବା ବେଳେ ମୋ ସୁରକ୍ଷାରେ ସମ୍ପୂର୍ଣ୍ଣ ଫେଲ୍ ମାରିଛି ସରକାର ବୋଲି ଆମକୁ ମାନି ନେବାକୁ ହେବ। କାହିଁକି ନା ଆମ ପ୍ରତିନିଧିଙ୍କ ଅନୁସନ୍ଧାନମୂଳକ ନ୍ୟୁଜ୍ରୁ ଜାଣିବାକୁ ମିଳିଛି କି ଗତ 5 ଜାନୁଆରୀ 2024 ତାରିଖ ଦିନ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ନକଟିଗୁଡ଼ା ପଞ୍ଚାୟତର ସଦର ବାସିନ୍ଦା ଲକ୍ଷ୍ମୀ ମାଝୀଙ୍କ ହତ୍ୟା ଘଟଣାକୁ ନେଇ ଜିଲ୍ଲା ଆଦିବାସୀ ସଂଘ ପୁରା ରାୟଗଡ଼ା ବନ୍ଦ କରିଛନ୍ତି। ମିଳିଥିବା ସୂଚନାରୁ ଜଣାଯାଏ 21 ଡିସେମ୍ବର ଦିନ ଏନ୍ଜିଓରେ କାମ କରୁଥିବା ଲକ୍ଷ୍ମୀ ମାଝୀକୁ ବଳାତ୍କାର କରି ଅଧାପୋଡ଼ା ଶରୀରକୁ ଆସାମୀ ଫୋପାଡ଼ି ଦେଇ କେଉଁଆଡ଼େ ପଳାଇଛି। ଆଜି ପର୍ଯ୍ୟନ୍ତ ସ୍ଥାନୀୟ ପୋଲିସ ଧରିବାରେ ବିଫଳ କାହିଁକି ବୋଲି ସଂଘ ଦାବି କରିଛି। ଅନ୍ୟପକ୍ଷରେ ଏ ଘଟଣାକୁ ବାହାରକୁ ପ୍ରଚାର ପ୍ରସାର ନ ହେବାର କାରଣ କ'ଣ? ଆପଣମାନେ ଟିକେ ସୁଚିନ୍ତିତ ଭାବେ ବିଚାର କରିବେ। ମିଶନ ଶକ୍ତି ପ୍ରତି ଗାଁରେ ଘୋ ଘା ହୁଇ ହାଲ୍ଲା କରୁଛି, ହେଲେ ଆଜି ଆଦିବାସୀ ଝିଅଟି କେମିତି ମଲା ଓ ଯଦି ବି ମରିଛି ଶରୀର ଅଧାପୋଡ଼ା ହେଲା କାହିଁକି? ତା'ର ଅଧାପୋଡ଼ା ଶରୀରକୁ ଫୋପାଡ଼ିବାର କାରଣ କ'ଣ? ଏସବୁ ବିଷୟରେ କିଏ ଚିନ୍ତା କରିଛନ୍ତି କି? ନା ନାରୀର ସୁରକ୍ଷା ପାଇଁ ମିଶନ ଶକ୍ତି ପାଟି ଫିଟେଇବାକୁ କାହିଁକି ପଛାଉଛି? କାହିଁକି ନୀରବ ପୋଲିସ? ତାହାର ତ ପ୍ରକୃତ ଘଟଣା ଆମେ କହିପାରିବୁ ନାହିଁ। ତେବେ ମୃତ ଲକ୍ଷ୍ମୀ ମାଝୀର ଅଧାପୋଡ଼ା ଶରୀରକୁ ନେଇ ଫୋପାଡ଼ି ଦେଇ ପଳାଇଥିବା ହତ୍ୟାକାରୀଙ୍କ ବିଷୟରେ ସ୍ଥାନୀୟ ବାସିନ୍ଦାଙ୍କର କ'ଣ ବୟାନ ରହିଛି, ଆସନ୍ତୁ ଆମ ପ୍ରତିନିଧିଙ୍କ ସ୍ୱତନ୍ତ୍ର ରିପୋର୍ଟ ଦ୍ୱାରା ଭଲ କରି ଦେଖିବା। ଅଭିତକ ନ୍ୟୁଜ୍ ଚ୍ୟାନେଲ IPTV ଇଣ୍ଡିଆ। IPTV ଇଣ୍ଡିଆକୁ ଖବରକୁ ନଜରକୁ ନେବା। ଆସନ୍ତୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଟିକିରି ଅଞ୍ଚଳରେ ବନ୍ଦ ଡାକରା ପାଳନ କରାଯାଇଛି। ଆଉ ସେଥିରେ ଆମର ବନ୍ଦ କରିବା ପାଇଁ କିଛି ଲୋକ ଅଛନ୍ତି। ରାସ୍ତା ବନ୍ଦ କରାଯାଇଛି। ଦିନ ତମାମ ସକାଳ 6ରୁ ସନ୍ଧ୍ୟା 6, 12 ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଆସନ୍ତୁ ଆଜିର ବନ୍ଦ ଡାକରାରେ କ'ଣ ତାଙ୍କର ପ୍ରତିକ୍ରିୟା ରହିଛି, ଆଉ ମୁଖ୍ୟ ଉଦ୍ଦେଶ୍ୟ କ'ଣ ଅଛି, ସରକାରଙ୍କ ପାଖରେ କ'ଣ ଦାବି ଅଛି, ସେ ଉପରେ ଆମେ ସାଧାରଣ ଲୋକଙ୍କ ଠାରୁ ବୁଝି ନେବା। ଆଜ୍ଞା, ଆପଣଙ୍କ ପରିଚୟ କୁହନ୍ତୁ। ଆଜ୍ଞା, ମୁଁ ଲୋକାଲ ଲୋକ। ଆଜ୍ଞା, ମୋର ନାଁ ହେଉଛି କିରଣ ରାଜ। ଆମେ ବନ୍ଦ ଡାକରା ଏଥିପାଇଁ କରୁଛୁ ଯେ ଆମ ଝିଅ ଲକ୍ଷ୍ମୀ ମାଝୀ ଯାହାକୁ ମର୍ଡର କରାଯାଇଛି ବା ହତ୍ୟା କରାଯାଇଛି ତାର ନ୍ୟାୟ ପାଇଁ ଆମେ ବନ୍ଦ ଡାକରା କରୁଛୁ। ଆଚ୍ଛା, ଆପଣଙ୍କର ମୁଖ୍ୟ ଦାବି ଯାକ କ'ଣ କ'ଣ ଅଛି କୁହନ୍ତୁ। ଆଜ୍ଞା, ଆପଣଙ୍କର ପରିଚୟ କୁହନ୍ତୁ। ନା ଲିଙ୍ଗରାଜ ରତ୍ନ ଚୌଧୁରୀ। ଆଉ ଆମେ କାଶୀପୁର ମାଟିର ପିଲା, ଆଦିବାସୀ ଅଞ୍ଚଳର ପିଲା। ଆମେ ତ ମୃତ୍ୟୁର ବଦଲେ ମୃତ୍ୟୁ। ବର୍ତ୍ତମାନ ବନ୍ଦ ଡାକରା କରାଯାଇଛି ରାୟଗଡ଼ା ଜିଲ୍ଲା ସାରା। ତ ଆପଣଙ୍କର ମୁଖ୍ୟ ଦାବି ଯାକ କ'ଣ ଅଛି? ଲକ୍ଷ୍ମୀ ମାଝୀ ମୃତ୍ୟୁ ହୋଇଯାଇଛନ୍ତି, ତାଙ୍କର ଉପରେ ଆପଣ କ'ଣ କହିବେ? ତ ଲକ୍ଷ୍ମୀ ମାଝୀ ମୃତ୍ୟୁ ହେଇଯାଇଛନ୍ତି, ମାନେ ତାଙ୍କୁ ରେପିଷ୍ଟ ମାନେ ମାରି ଦେଇଛନ୍ତି। ଦୋଷୀକୁ କଠୋର ଦଣ୍ଡ ଦିଆଯାଉ। ଆମର ଦାବି ତାକୁ ଫାଶୀ ଦିଆଯାଉ। ଆହୁରି ଆମର ଯେଉଁ କାଶୀପୁର ରାୟଗଡ଼ା ଲୋକମାନଙ୍କୁ ଏତିକି ଜଣାଇ ଦିଆଯାଉଛି, ସମାଜକୁ ସାଇଡ଼ରେ ରଖ, ସମସ୍ତେ ଏକ ହୁଅ। ସବୁ ହିନ୍ଦୁ ମାନେ ଧର୍ମ ସମାଜକୁ ସାଇଡ଼ରେ ରଖ, ସବୁ ଏକ ହେଇକି ଲଢ଼େଇ କରିବା ଲକ୍ଷ୍ମୀ ଭଉଣୀ ପାଇଁ। ଆମ ମାଟିର ଭଉଣୀ ସିଏ, ଆଉ ତାଙ୍କ ପାଇଁ ଆମେ ନ ଲଢ଼ବା କିଏ ଲଢ଼ବ? ତ ଦୟାକରି ସମସ୍ତଙ୍କୁ ଅନୁରୋଧ କରୁଛି, ତ ଧର୍ମ ଜାତିକୁ ପଛରେ ପକାନ୍ତୁ, ଆସିକି ଲଢ଼େଇ କରନ୍ତୁ। ସବୁ ସମାନ, ଆମର ଭଉଣୀକୁ ନ୍ୟାୟ ମିଳୁ। ଆଉ ଜଣଙ୍କ ଠାରୁ ଆମେ ପଚାରି ବୁଝି ନେବା। ଆସନ୍ତୁ, ଆଜିର ଡାକରାକୁ ଶାନ୍ତି ଶୃଙ୍ଖଳା ସହିତ ପାଳନ କରୁଛନ୍ତି ସେ ହେଉଛି। ଆଜ୍ଞା, ଆପଣଙ୍କର ପରିଚୟ କୁହନ୍ତୁ। ମୋର ନାଁ ହେଉଛି ଲକ୍ଷ୍ମୀ ମାଝୀ, ଗ୍ରାମ ହରିଦାସପୁର, ଟିକିରି ପଞ୍ଚାୟତ।
ଆଜି ରାୟଗଡ଼ା ଡାକରା ଦିଆଯାଇଛି। ରାୟଗଡ଼ା ଡାକରାର 11ଟା ବ୍ଲକ ବନ୍ଦ ପାଳନ କରାଯାଉଛି। ଆଉ ଲକ୍ଷ୍ମୀ ମାଝୀ ଯେଉଁ 21 ତାରିଖରେ ତାକୁ ଦୁଷ୍କର୍ମ କରି ହତ୍ୟା କରାଯାଇଛି ଚନ୍ଦ୍ରପୁର ବ୍ଲକରେ, ଯେଉଁ ମା ଗୃହରେ କାମ କରୁଥିଲା। ସେଥିପାଇଁ ଆଜି ସମସ୍ତେ ଆମେ ଏକତ୍ରିତ ହୋଇକରି ଆଜି ବନ୍ଦ ପାଳନ କରୁଛୁ। ସରକାରଙ୍କ ଠାରେ ଆପଣଙ୍କର କ'ଣ ଯେମିତି ଦାବି ଅଛି ଆଉ ତାଙ୍କୁ କେଉଁ ଭଳିଆ ନ୍ୟାୟ ମାଗୁଛନ୍ତି ଆପଣ? ସରକାରକୁ ଆମେ ଦାବି କରୁଛୁ ଲକ୍ଷ୍ମୀ ମାଝୀଙ୍କୁ ଜଷ୍ଟିସ୍ ଆଉ ନ୍ୟାୟ ଆମକୁ ଦରକାର। ଆଉ ଯିଏ ଦୁଷ୍କର୍ମ କରି ତାକୁ ହତ୍ୟା କରିଛନ୍ତି ଆଉ ତାକୁ ମାନେ ମୃତ୍ୟୁଦଣ୍ଡ ଦଣ୍ଡିତ ହେବେ ଆଉ ପାଶି କୁଣ୍ଠ ତାକୁ ଝୁଲାଯିବ, ସେ ଦାବି ଆମେ ରଖୁଛୁ। ଧନ୍ୟବାଦ। ମୋର ନାଁ ହେଉଛି ବାସନ୍ତୀ ମାଝୀ। ଆମେ ଏଠାରେ ସମସ୍ତେ ଏଠି ରାସ୍ତାରୋକ କରୁଛୁ କାରଣ ଏଠି ଆମର ଭଉଣୀକୁ ଜଣକୁ ନିର୍ମମ ଭାବେ ହତ୍ୟା କରିଛନ୍ତି, ଏସିଡ୍ ପକାଇଛନ୍ତି। ଫାଷ୍ଟ ଦୁଷ୍କର୍ମ କରିକିନା ଯେଉଁ ମାରି ଦେଇଛନ୍ତି, ଯେଉଁ ଆଗକୁ ଆଉ ଏମିତି ମହିଳାମାନଙ୍କ ଉପରେ ଆକ୍ରମଣ ନ ହେଉ ସେଥିପାଇଁ ଆମେ ନ୍ୟାୟ ଚାହୁଁଛୁ। ଯିଏ ତାକୁ ମାରିଛି ତାକୁ ଫାଶୀ ଦଣ୍ଡ ହିଁ ଦିଆଯାଉ, ସେତିକି ଆମେ ମହିଳାମାନେ ସମସ୍ତେ ଚାହୁଁଛୁ। ଆପଣ ଯେଉଁ ଦାବି କରୁଛନ୍ତି ସରକାରଙ୍କୁ କ'ଣ କ'ଣ ସବୁ ଦାବି ରଖିଛନ୍ତି? ମୃତ୍ୟୁ ହୋଇଥିବା ସ୍ୱର୍ଗତ ଲକ୍ଷ୍ମୀ ମାଝୀଙ୍କ ଉପରେ ଆଉ କ'ଣ କ'ଣ ଦାବି ଅଛି କୁହନ୍ତୁ ଆପଣ? ନାଇଁ ଆଜ୍ଞା, ସେତିକି ଏକା ଚାହୁଁଛୁ, ଯିଏ ବି ମାରିଛନ୍ତି ସେ ଫାଶୀ ଧରା ପଡ଼ୁ ଆଉ ତାକୁ ଫାଶୀ ଦଣ୍ଡ ଦିଆଯାଉ। ତାକୁ ଯେମିତି ଛଟପଟ କରି ମାରିଛନ୍ତି ତାକୁ ବି ସେମିତି ଧରିକିନା ଫାଶୀ ଦଣ୍ଡ ଦିଆଯାଉ, ହେଲେ ହିଁ ତାର ଆତ୍ମା ଶାନ୍ତି ପାଇବ। ପ୍ରଶାସନିକ କ୍ଷେତ୍ରରେ ଯଦି କିଛି କାର୍ଯ୍ୟ କରୁ କରୁ ଦୋଷୀକୁ ଧରିବା ଭିତରେ ବିଳମ୍ବ ଘଟେ ତାହେଲେ ଆପଣମାନେ କ'ଣ ପଦକ୍ଷେପ ନେବେ? ଆଗକୁ ଆଉ ଛୋଟ ରାଲି କରିଥିଲୁ, ଏବେ ବି ଜିଲ୍ଲା ସାରା ବନ୍ଦ କରିଛୁ। ଆରେ ଆଗକୁ ବି ଷ୍ଟେଟ୍ ଲେବୁଲ୍ ନେଇକିନା ଆମେ ବନ୍ଦ କରିବା ପାଇଁ ପ୍ରସ୍ତୁତ ଅଛୁ। ଧନ୍ୟବାଦ। ଠିକ୍ ଅଛି। ଆପଣଙ୍କ ପରିଚୟ କୁହନ୍ତୁ? ମୋ ନାଁ ହେଉଛି ଶିବ ମାଝୀ, କାଶୀପୁର ଆଦିବାସୀ ସମାଜର ସଭାପତି। ଯେଉଁ ରାୟଗଡ଼ା ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି ତାପରେ ଆପଣଙ୍କର କ'ଣ କହିପାରିବେ? ଦେଖନ୍ତୁ, ଆଜି ରାୟଗଡ଼ା ଜିଲ୍ଲାରେ ଯେଉଁ ବନ୍ଦ ଡାକରା ଦିଆଯାଇଛି, ଦେଖନ୍ତୁ ପ୍ରଥମଥର ରାୟଗଡ଼ା ଜିଲ୍ଲାର ଯିଏକି ଆଇନ ମନ୍ତ୍ରୀ ତାଙ୍କ ସ୍ଥାନରେ ଯେଉଁ ଲକ୍ଷ୍ମୀ ଭଳିଆ ଝିଅକୁ, ନିରୀହ ଆଦିବାସୀ ଝିଅକୁ ଯେଉଁ ହତ୍ୟା କରାଯାଇଛି, ଆଜକୁ 17 ଦିନ ବିତିଗଲାଣି କିନ୍ତୁ ଆଜି ଯାଏଁ ସେ ଦୋଷୀକୁ ଧରାଯାଇ ପାରିନାହିଁ। ତେଣୁ ଆଜି ଅଲ୍ ରାୟଗଡ଼ା ଜିଲ୍ଲାର 11ଟି ବ୍ଲକର ଆଦିବାସୀ ସମାଜ ଆଉ ଅନ୍ୟାନ୍ୟ ପ୍ରକାର ଲୋକମାନେ ମଧ୍ୟ ଆଜି ଆମକୁ ଭାଇଚାରା ହିସାବରେ ସପୋର୍ଟ କରିଛନ୍ତି, ସେମାନଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦେବି। ତେଣୁ ଆଗାମୀ ଦିନରେ 10-15 ଦିନ ଗଲା ପରେ ମଧ୍ୟ ଆଜି ଦୋଷୀକୁ ଧରାଯାଇ ପାରିନାହିଁ। ତେଣୁ ମୁଁ ଆଶା କରୁଛି, ଦେଖନ୍ତୁ ପୀଡ଼ିତା କୁନ୍ଦଲି କଥା ହେଉ, ପରୀ କଥା ହେଉ, ଆପଣଙ୍କର ମମିତା ମେହେର କଥା ହେଉ, ଆପଣଙ୍କର ପିପିଲି ଇସ୍ୟୁ କଥା ହେଉ, ତା ସହିତ ଆପଣଙ୍କର ଭାଗୀରଥୀ ମାଣ୍ଡାଙ୍କ କଥା ହେଉ, ଆପଣଙ୍କର ପୁରୁଷୋତ୍ତମ ଗମାଙ୍କ କଥା ହେଉ, ଆଜି ଯାଏଁ କୌଣସି ଦୋଷୀ ଧରାଯାଇ ନାହିଁ। ତେଣୁ ମୁଁ କ୍ରାଇମ୍ ବ୍ରାଞ୍ଚକୁ ବିଶ୍ୱାସ କରୁନୁ, ଆମ ସମାଜ ବି ବିଶ୍ୱାସ କରୁନୁ, ଓଡ଼ିଶାର ସମସ୍ତ ସର୍ବସାଧାରଣ ବି ବିଶ୍ୱାସ କରୁନାହାନ୍ତି ଯେ ଏତେ ଗୁଡ଼ିଏ ଅତ୍ୟାଚାର ଅନ୍ୟାୟ ହେଇକରି ଯେଉଁ ମର୍ଡ଼ର ହେଇ କରାଯାଇଛି ସେମାନଙ୍କ ବିଷୟ ନେଇକରି ଆଜି ପର୍ଯ୍ୟନ୍ତ ଦୋଷୀକୁ ଧରି ନାହାନ୍ତି। ତେଣୁ ଆମେ ଆଦିବାସୀ ସମାଜ, କାଶୀପୁର ଆଦିବାସୀ ସମାଜ ସହିତ 11ଟି ଆଦିବାସୀ ସମାଜ ମିଶିକି ଆମର ରାୟଗଡ଼ା ଆଦିବାସୀ ମହାସଂଘ ଆଜି ବନ୍ଦ ଡାକରା ଦିଆଯାଇଛି, ଯେମିତି CBI ତଦନ୍ତ କରି ଦୋଷୀକୁ ଫାଶୀ ଦିଆଯାଉ, ତାକୁ ଦଣ୍ଡିତ କରାଯାଉ। ଆପଣଙ୍କର ବର୍ତ୍ତମାନ ବନ୍ଦ ଡାକରାରେ ଆପଣ ରାସ୍ତାରୋକ କରୁଛନ୍ତି, ଆଉ ତା ଉପରେ ଆପଣଙ୍କର କ'ଣ ମତାମତ ରହିବ? ଯେ ମୋ ନାଁ ହେଲା ନରସିଂହ ମାଝୀ। ଏ ବନ୍ଦ ଡାକରା ଆମେ ସେତିକି ଚାହୁଁଛୁ ଯେ ଆମ ଭଉଣୀ ଲକ୍ଷ୍ମୀକୁ ନ୍ୟାୟ ମିଳିବନି। ଆଉ କ'ଣ କ'ଣ ଦାବି ରଖିଛନ୍ତି ସରକାରଙ୍କ ପାଖରେ? ଏଭଳିଆ ନାରୀ ଜାତି ବାହାରେ ବିଭିନ୍ନ ଜାଗାରେ ଚାକିରି କରିବା ଉଦ୍ଦେଶ୍ୟ, ପାଠ ପଢ଼ିବା ଉଦ୍ଦେଶ୍ୟରେ ବାହାରକୁ ଯାଉଛନ୍ତି। ଯଦି ଏଇଭଳିଆ ଘଟଣା, ନିର୍ଯାତନା, ହତ୍ୟାକାରୀଙ୍କୁ ଯଦି କିଛି ଆରେଷ୍ଟ କରାଯିବ ନାହିଁ, ଦଣ୍ଡ ଦିଆଯିବ ନାହିଁ, ତାକୁ ଫାଶୀ ଦଣ୍ଡ ଦିଆଯିବ ନାହିଁ, ତାହେଲେ ଏମିତି ଘଟଣାଟା ଘଟି ଚାଲିବ। ଆଉ ଲୋକମାନେ ନିଜ ଝିଅମାନଙ୍କୁ ବାହାରକୁ ଛାଡ଼ିବାକୁ ଚାହାନ୍ତି ନାହିଁ, ଆଉ ସ୍କୁଲ ମଧ୍ୟ ପାଠ ପଢ଼ିବାକୁ ଚାହାନ୍ତି ନାହିଁ। ତେଣୁ ଏଇଭଳିଆ ଦୋଷୀଙ୍କୁ ତାକୁ ଫାଶୀ ଦଣ୍ଡ ଦେବା ଆଉ ଉଚ୍ଚସ୍ତରୀୟ ତଦନ୍ତ କରି ତାକୁ ଫାଶୀ ଦଣ୍ଡ ଦେବା ପାଇଁ ଆମେ ଦାବି କରୁଛୁ। ଧନ୍ୟବାଦ।
जिंदाबाद 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 अरे घर एकता मान एकता जिंदाबाद 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 अरे नारी सुरक्षा अमर दाबी अमर दाबी अमर दाबी अरे नारी सुरक्षा अमर दाबी अमर दाबी अमर दाबी नारी निर्यातना बंद करो बंद करो बंद करो नारी निर्यातना बंद करो बंद करो बंद करो अरे नारी निर्यातना बंद करो बंद करो बंद करो नारी सुरक्षा अमर